ପିଲାମାନେ ଚାଲନ୍ତୁ ଆମେ ଆଜି ଆଲୋଚନା କରିବା ଦି ମାର୍କିଆ ପ୍ରଶ୍ନ MIL ଓଡ଼ିଆର ଯେଉଁଗୁଡ଼ାକ କି ବହୁତ ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଠିକ୍ ଅଛି। ତେଣୁ ସିଲେକ୍ଟେଡ୍ ପ୍ରଶ୍ନଗୁଡ଼ିକ ଆଣିକି ଆସିଛି। ତେଣୁ 2 ମାର୍କିଆ 3 ମାର୍କିଆ ଆମେ ଆଲୋଚନା କରିବା, କିନ୍ତୁ ଏବେ 2 ମାର୍କିଆ ପ୍ରଶ୍ନ। ଚାଲନ୍ତୁ ଦେଖିବା କ'ଣ କ'ଣ ପ୍ରଶ୍ନ ଅଛି। ସମସ୍ତେ ମନେ ରଖନ୍ତୁ, ମନ ଦେଇକି ଶୁଣନ୍ତୁ, ଭିଡ଼ିଓଟିକୁ ବାରମ୍ବାର ଶୁଣନ୍ତୁ। ଆଜିକାଲି ସମସ୍ତେ ପାଠ ପଢ଼ି ସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ କ'ଣ ହେବ? ବିଷୟ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା, ଲେଖକ ଗୋଲକ ବିହାରୀ ଧଳ। ଆଜିକାଲି ସମସ୍ତେ ପାଠ ପଢ଼ି ସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ ଆମେ ବହୁତ ପଛରେ ପଡ଼ିଯିବାକୁ ହେବ। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ, କିଏ କୁଜିହଂସୀ ଠାରୁ ଗତି ଚୋରି କରନ୍ତି ନାହିଁ? ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ, ଲେଖକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ବନବାସୀ ନାରୀମାନେ କୁଜିହଂସୀଠାରୁ ଗତି ଚୋରି କରନ୍ତି ନାହିଁ। ଠିକ୍ ଅଛି, ଦେଖିବ ଲେଖା ଓ ଲେଖକଙ୍କ ସହିତ ଲେଖିବାକୁ ପଡ଼ିବ। ତେଣୁ ପ୍ରବନ୍ଧ ଲେଖକ ସବୁ ମନେ ରଖିଦେବ। ନେକ୍ସଟ ପ୍ରଶ୍ନ, ବର୍ତ୍ତମାନ କେଉଁ ବିଷୟରେ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେ ହେଉନାହିଁ? ବିଷୟ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା, ଲେଖକ ଗୋଲକ ବିହାରୀ ଧଳ। କ'ଣ ଲେଖିବ ନା କଳିଙ୍ଗ ମୃତ୍ୟୁ ହୋଇଥିଲେ ସାଂଘାତିକ। କଳିଙ୍ଗରେ ବାହାରିଥିଲା କ'ଣ ନା ମୃତ୍ୟୁ ହୋଇଥିଲେ ସାଂଘାତିକ ନାମରେ ଗୋଟିଏ ଉପାଗ୍ର ଲେଖାର ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ଯେଉଁ ସୂଚନା ଦେଇଥିଲା ତାକୁ ବର୍ତ୍ତମାନ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେ ହେଉନାହିଁ। ପାଣୁ ବାଟ କାଟି ଯାଉ ଯାଉ କ'ଣ ଟିପ୍ପଣୀ କଲା? ପାଣୁ ବିଷୟ ତିନି ତୁଣ୍ଡରେ, ଲେଖକ ଭୁବନେଶ୍ୱର ବେହେରା। ପାଣୁ ସୁନାଖିଲି ପିଟା ଦାନ୍ତ ଦୁଇଟାକୁ ଭଲ କରି ନିକୁଟାଇ ବାଟ କାଟି ଯାଉ ଯାଉ ଥରେ ବ୍ରାହ୍ମଣଙ୍କ କାନ୍ଧ ଉପରୁ ଆଖି ବୁଲାଇ ଆଣି ଟିପ୍ପଣୀ ଝାଡ଼ିଦେଲା। ନେକ୍ସଟ ପ୍ରଶ୍ନ, ଜଳଦକୁ କ୍ଳାନ୍ତି ଆସିଲେ ସେ କେଉଁଠାରେ ଅବସର ନେବ? ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ, ଲେଖକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଜଳଦକୁ କ୍ଳାନ୍ତି ଆସିଲେ ସେ ମେଘାସନ, ଗନ୍ଧମାର୍ଦ୍ଦନ, ମାଲ୍ୟଗିରିଠାରେ ଅବସର ନେବ। ଦେଶୀ ରାଜାମାନେ କିପରି ବିଦେଶୀ ନୀତି ଆପଣାଇଥିଲେ? କବି ରାଧାନାଥ ରାୟ, କବିତା ବଡ଼ପଣ। ନାଇଁ, ଦେଶୀ ରାଜାମାନେ ନିର୍ମମ ଏବଂ ସର୍ବଶୋଷୀ ବିଦେଶୀ ନୀତି, ଦୁଇଟା ନୀତି, ନିର୍ମମ ଓ ସର୍ବଶୋଷୀ ବିଦେଶୀ ନୀତି ଆପଣାଇ ନେଇଥିଲେ। କ'ଣ ପାଇଲେ ସୀତା 100 ଅଶ୍ୱମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି? କ'ଣ ପାଇଲେ? କବି ଗଙ୍ଗାଧର ମେହେର, କବିତା ତପସ୍ୱୀର ପତ୍ର। ରାମଚନ୍ଦ୍ର ଗ୍ରହଣ କରିଥିବା ପତ୍ନୀ କେଉଁ ତପ କରିଥିଲା ଏବଂ କେଉଁ ମନ୍ତ୍ର ଜପ କରିଥିଲେ? ସୀତା ରାମଚନ୍ଦ୍ରଙ୍କ ଠାରୁ ଏହି ମନ୍ତ୍ର ଜାଣିବା ପାଇଁ ଚାହିଁଥିଲେ। କାହିଁକିନା କେଉଁ ମନ୍ତ୍ର ଜପ କରି, କେଉଁ ତପ କରି ସେ ରାମଚନ୍ଦ୍ରକୁ ପାଇଛନ୍ତି ସେଇଟା କହିବା ପାଇଁ କହିଛନ୍ତି। ଏହି ପ୍ରସଙ୍ଗ ସୀତା ଜାଣିବାକୁ ପାଇଲେ 100 ଅଶ୍ୱମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି। ନାଇଁ, ନେକ୍ସଟ ପ୍ରଶ୍ନ ଦେଖିବା। ୟେସ୍, କେଉଁମାନେ କିପରି ଜନନୀର ହୃଦୟ କନ୍ଦାଉଥିଲେ? କବି ଗଙ୍ଗାଧର ମେହେର, କବିତା ତପସ୍ୱୀର ପତ୍ର। ଲବକୁଶ ରାମାୟଣ ଶୁଣାଇ ଜନନୀର ହୃଦୟ କନ୍ଦାଉଥିଲେ। ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ କିପରି ଥିଲା? କବି ରାଧାନାଥ ରାୟ, କବିତା ବଡ଼ପଣ। ରାଜା ଓ ପ୍ରଜାଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ ଏକ ପରିବାର ପରି ଥିଲା। ସେମାନେ ରାଜାମାନେ ବହୁତ ଉଦାରବାଦୀ ଥିଲେ। ନେକ୍ସଟ ପ୍ରଶ୍ନ, ଲୌକିକ ଜ୍ଞାନ କହିଲେ କ'ଣ ବୁଝ? ସଚ୍ଚିଦାନନ୍ଦ ରାଉତରାୟ କବି, କବିତା ହେଉଛନ୍ତି ବାର୍ତ୍ତା। ସବୁବେଳେ କବିତାକୁ ଉପରେ ରଖିବ, କବିକୁ ତଳେ ରଖିବ। ଠିକ୍ ଅଛି, କବିତା ବାର୍ତ୍ତା, କବି ସଚ୍ଚିଦାନନ୍ଦ ରାଉତରାୟ। ଲୌକିକ ଜ୍ଞାନ କହିଲେ ବାସ୍ତବ ସମାଜର କାର୍ଯ୍ୟକାରଣ ଯୁକ୍ତ ଜଡ଼ ଓ ବସ୍ତୁବାଦୀ ଜ୍ଞାନକୁ ବୁଝାଇଥାଏ। ରୋଷେଇଆ ବ୍ରାହ୍ମଣ ସମ୍ପର୍କରେ କ'ଣ କୁହାଯାଇଛି? ଗଳ୍ପ ସଭ୍ୟ ଜମିଦାର, ଗାଳ୍ପିକ ଫକୀର ମୋହନ ସେନାପତି। ରୋଷେଇଆ ବ୍ରାହ୍ମଣ ଏକଦା ବାବୁଙ୍କ ଟଙ୍କା ସିନ୍ଦୁକ ଚାବି ଭାଙ୍ଗି 500 ଟଙ୍କାର ଥଳିଟା ନେଇ ପଳାଇ ଯାଇଥିଲା। ପତାକାଟାକୁ ଝାମ୍ପି ନେଇ ବିଜୟ କ'ଣ କରିଥିଲା? ଗଳ୍ପ ପତାକା ଉତ୍ତୋଳନ, ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ତେଣୁ ଏ ଦେଶ ଆମର ବ୍ରିଟିଶର ଗୋଲାମ ପାଇଁ ସ୍ଥାନ ନାହିଁ। ଏ ଦେଶ ଆମର ବ୍ରିଟିଶର ଗୋଲାମ ପାଇଁ ସ୍ଥାନ ନାହିଁ ବୋଲି ଗୋଲାମ କାହାକୁ କହିଛି? ନା, ଗୋଲାମ ବିଜୟ ତାଙ୍କ ଜେଜେବାପାଙ୍କୁ କହିଛି। ନାଇଁ, ରାୟବାହାଦୁର। ନେକ୍ସଟ ପ୍ରଶ୍ନ, ପତାକାଟାକୁ ଝାମ୍ପି ନେଇ ବିଜୟ ଏହା କହିଥିଲା କ'ଣ? ଏ ଦେଶ ଆମର ବ୍ରିଟିଶର ଗୋଲାମ ପାଇଁ ସ୍ଥାନ ନାହିଁ।
तापर गोटे प्रश्न दिन बेले उंडी महाजन बल को महापात्रे कौन जणाइथिले गल्प सभ्य जमीदार गाल्पिक फकीरमोहन सेनापति दिन बेल उंडी गोपाल महाजन को जणाइथिले आज्ञा बेपारर लाभ बिका जगार नुहे किणा जगार रायबहादुर को आदेश सत्वे अरुण कौन करथिला गल्प पताका उत्तोलन गाल्पिक सुरेंद्र महांती रायबहादुर को आदेश सत्वे अरुण से दिन ठारू घर बाहरी जाइथिला आ भूल रे केबे फेरी नथिला नहीं कि तो देखिबा नेक्स्ट प्रश्न यस केउ कथा केउठी गाईआल टोकांक दृष्टिगोचर होइतिला केउ कथा केउठी गाईआल टोकांक दृष्टिगोचर होइतिला नहीं गल्प आकाश कइंच गाल्पिक मनोज दास कच्छप हंस मानकर आकाश मार्गीय अभिनव घटना पर्वत सेपारी प्रांतरे केते जन गाईआल टोकांक दृष्टिगोचर करिथिला नेक्स्ट प्रश्न यस नोट बही पढ़िले आमे केउ देश मानक सहित समकक्ष होई परिबु नाही विषय स्वाधीन देश रे शिक्षा चिंता लेखक गोलक बिहारी धल नोट बही पढ़िले आमे बिलात अमेरिका रूस आदि देश मानक सहित समकक्ष होई परिबु नाही जीवनर परम काम्य कौन प्रबंध पुष्पपुर वर्षावरण लेखक डॉक्टर राधा कौन कृष्णचंद्र पाणिग्राही जीवनर परम काम्य उदर पोषण सुंदर स्वास्थ्य आउ निर्मल मन आम देश रे गवेषणा डिग्री कला बेले छात्र मान को क्यों कथा कही प्रवीणतार परीक्षा देवा को पड़े नाही विषय स्वाधीन देश रे शिक्षा चिंता लेखक गोलक बिहारी धल आम देश रे गवेषणा डिग्री कला बेले छात्र मान को कौनसी प्रबंध कौनसी आम देश रे कौन गवेषणा डिग्री कला बेले छात्र मान को कौनसी प्रबंध इत्यादि लिखि किंबा प्रकाश करी निजर प्रवीणतार परीक्षा देवा को पड़े नाही कोणार्क एका बेलके काहारी वार्ता और गाथा आनीदेव एका बेलके प्रबंध पुष्पपुर वर्षावरण लेखक डॉक्टर कृष्णचंद्र पाणिग्राही कोणार्क एका बेलके ललित कलार छंदोमयी गाथा आनीदेव क्या गणतंत्र कह जाए विषय तीन तुंडरे लेखक भुवनेश्वर बेहेरा गणक द्वारा गणक पाई गणकर शासन को गणतंत्र कह जाए प्रजांक श्रमार्जित ग्रास किए काढ़ी नहीं कवि राधानाथ राय कविता बड़पण प्रजांक श्रमार्जित ग्रास राजा काढ़ी नहीं नेक्स्ट प्रश्न मुग्ध बधू को मुग्ध करने रामंक ठारे कौन बढ़ी जाउथुबो कवि गंगाधर मेहर कविता तपस्विनी पत्र मुग्ध बधू को मुग्ध करने रामंक ठारे सकल सद्गुण बढ़ी जाइथिबो कवि मनुष्य पुत्र को दग्ध होगापाई कौन कहते कवि सच्चिदानंद राउतराय कविता वार्ता शोषक गोष्ठी विरुद्ध रे रक्ताक्त संग्राम आवश्यक उचित शास्ति देवाई आवश्यक हेले संग्राम मैदान रे प्राणपात दग्ध होगा परामर्श देइछन्ति निजर हक पाई संग्राम ही अनिवार्य मनी शिक्षा परी सदा ऊर्ध्वगामी कहा उद्देश्य रे कुआ जाइछि कवि राधानाथ राय कविता बड़पण बन्नी शिखा परी सदा ऊर्ध्वगामी उत्कलर शासकों उद्देश्य कहुई सीतांक पुत्र मानकर मन कहीं आकर्षित होता कवि गंगाधर मेहर कविता तपस्विनी पत्र रामचंद्रकर पदपंकज दर्शन करने लवकुश मन आकर्षित होता राय बहादुर अरुण को कौन आदेश देते गल्प पताका उत्तोलन गाल्पिक सुरेंद्र महांती एक मुहूर्त ए घर तुम्हें बाहरी जाओ तमें आज मोर तेजपुत्र बोली राय बहादुर अरुण को आदेश देते रंधाबढ़ा सारी गोपाल गदी रे कौन करिथाए बहुत इंपोर्टेंट प्रश्न गल्प सभ्य जमीदार गाल्पिक फकीरमोहन सेनापति रंधाबढ़ा सारी गोपाल सबुबेले गदी रे बाबूंको पाखे पाखे बसी थाए मंत्री वर्गंक संपर्क रे राजा कौन मंतव्य देले गल्प आकाश कइंच गाल्पिक मनोज दास तेणु मंत्री वर्गंक संपर्क रे राजा मंतव्य देइथिले जे आम मंत्री माने हुए तो मंत्री नहले बुद्धू से माने एकाधार रे उभय होई न पारंती पांजिया गुमास्ता प्रजापाटक माने नुआ जमीदारंक पई कौन करिथिले गल्प सभ्य जमीदार गाल्पिक फकीरमोहन सेनापति पांजिया गुमास्ता प्रजापाटक माने सान बाबू गाँ को आसुछंती शुणी भारी खुशी हेले
ନୂଆ ଜମିଦାରଙ୍କୁ ଅଧବାଟରୁ ପାଛୋଟି ନେଇଥିଲେ। ଅଥଚ ଭାବୁଛି ଏ ପତାକା କ'ଣ? ଏଠାରେ ପତାକା କ'ଣ ବୋଲି କୁହାଯାଇଛି? ଗଳ୍ପ ପତାକା ଉତ୍ତୋଳନ, ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ଅଥଚ ଭାବୁଛି ଏ ପତାକା କ'ଣ? ଏଠାରେ ପତାକା ଖଣ୍ଡେ ରଙ୍ଗୀନ କନା ଯାହାର ରଙ୍ଗ ଛାଡ଼ିଯିବ ବୋଲି କୁହାଯାଇଛି। ତ ପିଲାମାନେ ଏଇଠି ପ୍ରଥମ ମାନେ 2 ମାର୍କିଆ ସିଲେକ୍ଟେଡ଼ ପ୍ରଶ୍ନ VST ନମ୍ବର 1 ତମମାନଙ୍କୁ ଆଣିଦେଲି, ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ। ତେଣୁ VST ଯେତିକି ହେଉଛି 2 ମାର୍କ 3 ମାର୍କ 1 ମାର୍କ ସବୁଗୁଡ଼ିକ କରିଦିଅ। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି। ବନ୍ଦେ ଉତ୍କଳ ଜନନୀ।